ପ୍ରଧାନମନ୍ତ୍ରୀ ସୁଭଦ୍ରା ପ୍ଲାନ୍ को ଆପଣଙ୍କୁ ସ୍ୱାଗତ। ଦୟାକରି ସୁଭଦ୍ରା ଯୋଜନା ସମ୍ବନ୍ଧିତ ପ୍ରଶ୍ନଟି କୁହନ୍ତୁ। ଆଜ୍ଞା ମୁଁ ତ ସୁଭଦ୍ରା ଯୋଜନା ଆପ୍ଲାଏ କରିବାକୁ ଯାଇଥିଲୁ ଆମର ଆଧାର କାର୍ଡରେ ଗୋଟେ ନାଁ ଦେଖାଉଥିଲା କିନ୍ତୁ ତା ପୂର୍ବରୁ ଯୋଉ ନାଁଟା ଥିଲା ସେଇଟା ଆପଣଙ୍କ ସୁଭଦ୍ରା ପୋର୍ଟାଲରେ ଦେଖେଇଲା ସେଥିରେ କିଛି ଅସୁବିଧା ଅଛି କି? ଆପଣଙ୍କର ସଠିକ ନାଁଟି ଯାହା ରହୁଛି ସେଟା ଆପଣଙ୍କର ଆସୁନାହିଁ ପୋର୍ଟାଲରେ। ଆଜ୍ଞା ତ ସାର୍ ସେଥିରେ କୌଣସି ଅସୁବିଧା ନାହିଁ। ଆପଣଙ୍କର ଆଧାରରେ ଯାହା ବି ରହୁଛି ସେଇ ଅନୁସାରେ ଆପଣଙ୍କର ରହୁଛି। ତେଣୁ ଆପଣଙ୍କର ଯାହା ବି ଅଛି ଆପଣ ଆପ୍ଲାଏ କରିପାରିବେ। ଆପଣ ବ୍ୟସ୍ତ ହୁଅନ୍ତୁନି। ସାର୍ ଆପଣଙ୍କର ନାଁଟା ଜଣାଇ ପାରିବେ କି? ମୋ ନାଁ ସୁଭାଷ ସ୍ୱାଇଁ ଆଜ୍ଞା। ସୁଭାଷ ସ୍ୱାଇଁ। ଆପଣଙ୍କ ମିସେସଙ୍କ ନା ମାଙ୍କ ପାଇଁ ଆପ୍ଲାଏ କରୁଛନ୍ତି? ଆଜ୍ଞା ମୋର ଆପ୍ଲାଏ ତ ମୁଁ କରିଦେଇଛି କିନ୍ତୁ ଡାଉଟରେ ଥିଲି ସେଟା ହବ କି ନାହିଁ କାରଣ ଏଇ ଯୋଉ ଏବେ ଟଙ୍କାଟିଏ ଲେଖା ପଠା ହେଇଛି ସମସ୍ତଙ୍କ ଆକାଉଣ୍ଟକୁ ସେଟା ଆସିନାହିଁ ତ ଆମ ଆକାଉଣ୍ଟକୁ ସେଥିପାଇଁ କଲ୍ କରିଥିଲି। ଆଜ୍ଞା ଆଜ୍ଞା ସାର୍ ଆପଣଙ୍କର ମିସେସଙ୍କ ନାଁଟି ଜଣାଇ ପାରିବେ କି? କବିତା ସ୍ୱାଇଁ। ତାଙ୍କ ବୟସ? ବୟସ 37 ହବ। ସାର୍ ଆପଣ ଅପେକ୍ଷା କରନ୍ତୁ। ଯାହା ବି ଅପଡେଟ୍ ରହୁଛି ସେଟା ଆପଣଙ୍କର ନମ୍ବରକୁ କଲ୍ କିମ୍ବା SMS ଦ୍ୱାରା ଜଣାଯିବ। ଆଜ୍ଞା ତେଣୁ ଆପଣ ଅପେକ୍ଷା କରିବେ। ଭେରିଫିକେସନ ସମୟରେ କ୍ଲିୟର ହେଇଯିବ ଯାହା ବି ରହିଛି। ଭେରିଫାଇ ହେଇସାରିଲା ପରେ ଆପଣଙ୍କ ପାଖକୁ ଆସିବ। ସାର୍ ଆପଣଙ୍କର ଡିଷ୍ଟ୍ରିକ୍ଟ ଆଉ ବ୍ଲକଟା ଜଣାଇ ପାରିବେ? ଆମ ଡିଷ୍ଟ୍ରିକ୍ଟ ଜଗତସିଂହପୁର, ବ୍ଲକ ହେଲା ବିରିଡି। ବ୍ଲକ? ବିରିଡି। ବିନିଡି? ବିରିଡି BIRID। ଧନ୍ୟବାଦ ସାର୍। ଆପଣ ଅପେକ୍ଷା କରନ୍ତୁ। ଆପଣଙ୍କର ଭେରିଫାଇ ହେଇସାରିଲା ପରେ ଆପଣଙ୍କ ପାଖକୁ SMS ଆସିଯିବ। ଆଜ୍ଞା ମୁଁ ଆଉ ଗୋଟେ ଜିନିଷ ପଚାରିବାର ଥିଲା। ଏଥିରେ ଆମର ଯୋଉ ଆକାଉଣ୍ଟ କୁ ପଇସା ଆସିବ ନା କୁପନ ଆକାରରେ କିଛି ଆସିବ? ନାଇଁ ସାର୍ ଏଇଟା ଡାଇରେକ୍ଟ ଆକାଉଣ୍ଟକୁ ହିଁ ଆସିବ। ଆଜ୍ଞା।